ଭଉଣୀମାନଙ୍କୁ ପ୍ରଭୁଙ୍କ ନାମରେ ଅନୁରୋଧ କରୁଅଛି। ଆମ ସିୟନ ମଣ୍ଡଳୀର ଖ୍ରୀଷ୍ଟିଆନ ମେସେଜ ସବୁଦିନ ଶୁଣନ୍ତୁ ଏବଂ ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ ବୋଲି ମୁଁ ଆଶା କରୁଅଛି। ଆଉ ଯେତେବେଳେ ଆପଣମାନେ ବାକ୍ୟ ଶୁଣିବେ ସେ ସମୟରେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଶୁଣନ୍ତୁ। ପ୍ରଭୁ ଆପଣମାନଙ୍କୁ, ଆପଣଙ୍କର ପରିବାରକୁ, ଆପଣଙ୍କର ମଣ୍ଡଳୀକୁ ଆଶୀର୍ବାଦ କରିବେ। ମୋ ସହିତ ଖୋଲନ୍ତୁ ଲୁକଲିଖିତ ସୁଷମାଚାର 18 ପର୍ବ ତାର 1 ପଦରୁ ଆମେମାନେ 8 ପଦ ପର୍ଯ୍ୟନ୍ତ ପଢ଼ିବା। କ୍ଳାନ୍ତ ନ ହୋଇ ସର୍ବଦା ପ୍ରାର୍ଥନା କରିବା ଯେ କର୍ତ୍ତବ୍ୟ, ଏ ବିଷୟରେ ସେ ସେମାନଙ୍କୁ ଦୃଷ୍ଟାନ୍ତ ଦେଇ କହିଲେ। ଗୋଟିଏ ନଗରରେ ଜଣେ ବିଚାରକର୍ତ୍ତା ଥିଲେ। ସେ ଈଶ୍ୱରଙ୍କୁ ଭୟ କରୁନଥିଲେ କି ମନୁଷ୍ୟକୁ ମାନୁନଥିଲେ। ସେହି ନଗରରେ ଜଣେ ବିଧବା ଥିଲା। ସେ ଥରକୁ ଥର ତାଙ୍କ ନିକଟକୁ ଯାଇ କହୁଥିଲା, ମୋହର ବିବାଦୀର ଅନ୍ୟାୟର ପ୍ରତିକାର କରନ୍ତୁ। ଆଉ ସେ କେତେ ସମୟ ପର୍ଯ୍ୟନ୍ତ ସମ୍ମତ ହେଉନଥିଲେ। କିନ୍ତୁ ପରେ ସେ ମନେ ମନେ କହିଲେ, ଯଦ୍ୟପି ମୁଁ ଈଶ୍ୱରଙ୍କୁ ଭୟ କରେ ନାହିଁ କିମ୍ବା ମନୁଷ୍ୟକୁ ମାନେ ନାହିଁ, ତଥାପି ଏହି ବିଧବାଟା ମୋତେ କଷ୍ଟ ଦେଉଅଛି। କଷ୍ଟ ଦେଉଥିବାରୁ ମୁଁ ତାହା ପ୍ରତି କୃତ ଅନ୍ୟାୟର ପ୍ରତିକାର କରିବି। ନହେଲେ ସେ ସବୁବେଳେ ଆସି ମୋତେ ବ୍ୟତିବ୍ୟସ୍ତ କରୁଥିବ। ସେଥିରେ ପ୍ରଭୁ କହିଲେ, ଏହି ଅଧାର୍ମିକ ବିଚାରକର୍ତ୍ତା କଣ କହୁଅଛନ୍ତି ତାହା ଶୁଣ। ତେବେ ଈଶ୍ୱରଙ୍କର ଯେଉଁ ମନୋନୀତ ଲୋକମାନେ ଦିବାରାତ୍ର ତାହାଙ୍କୁ ଡାକୁଥାନ୍ତି, ସେ କି ସେମାନଙ୍କ ପ୍ରତି କୃତ ଅନ୍ୟାୟର ପ୍ରତିକାର କରିବେ ନାହିଁ? ଯଦ୍ୟପି ସେ ସେମାନଙ୍କ ଶତ୍ରୁମାନଙ୍କ ପ୍ରତି ଦୀର୍ଘସହିଷ୍ଣୁ ଅଟନ୍ତି। ମୁଁ ତୁମମାନଙ୍କୁ କହୁଅଛି, ସେ ଶୀଘ୍ର ସେମାନଙ୍କ ପ୍ରତି କୃତ ଅନ୍ୟାୟର ପ୍ରତିକାର କରିବେ। ଯଦ୍ୟପି ମନୁଷ୍ୟପୁତ୍ର ଆସି ପୃଥିବୀରେ କଣ ବିଶ୍ୱାସ ଦେଖିବେ? ପ୍ରଭୁ ଏପଠିତ ବାକ୍ୟ ଦେଇ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। ଛୋଟ ପ୍ରାର୍ଥନା କରିବା। ସର୍ବଶକ୍ତିମାନ ଜୀବନ୍ତ ସଦା ପ୍ରବାସୀ ଯେ ପ୍ରାକାନ୍ତ ପରମେଶ୍ୱର, ଆମେ ତୁମକୁ ଧନ୍ୟବାଦ କରୁଛୁ। ପ୍ରଭୁ ଆଜିର ବାକ୍ୟ ଅନୁସାରେ ପ୍ରଭୁ ତୁମ ଲୋକମାନଙ୍କ ସହିତ ତୁମ କଥା କୁହ। ଯେ ପ୍ରକାର ପରମେଶ୍ୱର ତୁମ ଲୋକମାନେ ପ୍ରଭୁ ଆତ୍ମିକତାରେ ବଢ଼ିପାରିବେ ସେଥିପାଇଁ ସାହାଯ୍ୟ କର। ଯୀଶୁଙ୍କ ନାମରେ ପ୍ରାର୍ଥନା କଲି ପ୍ରଭୁ, ଆମେନ୍। ହାଲେଲୁୟା। ମୋ ପ୍ରିୟ ଲୋକମାନଙ୍କୁ ବାକ୍ୟ ନିମନ୍ତେ ଆହ୍ୱାନ କରୁଅଛି। ଆଉ এই ଜାଗାରେ ଲେଖାଯାଇଛି, କ୍ଳାନ୍ତ ନ ହୋଇ ସର୍ବଦା ପ୍ରାର୍ଥନା କରିବା ଯେ କର୍ତ୍ତବ୍ୟ, ଏ ବିଷୟରେ ସେ ସେମାନଙ୍କୁ ଦୃଷ୍ଟାନ୍ତ ଦେଇ କହିଲେ। ହାଲେଲୁୟା। ଆମ ପ୍ରଭୁଙ୍କ ଲୋକମାନେ ବିଶେଷ କରି ଆଜିକାର ଖ୍ରୀଷ୍ଟିଆନ ଲୋକମାନେ ଯେଉଁମାନେ କି ପ୍ରଭୁଙ୍କୁ ବିଶ୍ୱାସ କରିଅଛୁ, ପ୍ରଭୁଙ୍କ ନାମରେ ଆମେମାନେ ଚାଲୁଅଛୁ, ପ୍ରଭୁଙ୍କୁ ଆମେ କେବେ ବି ଛାଡ଼ିବୁ ନାହିଁ, ପ୍ରଭୁଙ୍କୁ ଆମେ କେବେ ମଧ୍ୟ ତୁଚ୍ଛ ଜ୍ଞାନ କରିବୁ ନାହିଁ। ଆଉ ବିଶେଷ କରି ପ୍ରଭୁଙ୍କର ଆଜ୍ଞା ଲଙ୍ଘନ ନ କରି ପ୍ରଭୁଙ୍କ ଠାରେ ଲାଗି ରହିବୁ ବୋଲି କହିବା ଲୋକମାନେ, ସେମାନଙ୍କୁ ଗୋଟିଏ କଥା ମୁଁ ପଚାରିବାକୁ ଚାହେଁ। ଆପଣମାନେ କେତେ ସମୟ ପ୍ରାର୍ଥନା କରୁଅଛନ୍ତି? ଆପଣମାନେ ପ୍ରଭୁଙ୍କ ନିମନ୍ତେ ଆଉ କେତେ କ'ଣ କରୁଅଛନ୍ତି? ଆପଣମାନେ ନିଜ ହୃଦୟରେ ହାତ ଦେଇ ଆପଣମାନେ ଚିନ୍ତା କରନ୍ତୁ। ଆମମାନଙ୍କର ପରମେଶ୍ୱର ନ୍ୟାୟ ବିଚାରକର୍ତ୍ତା, ଆମମାନଙ୍କର ପରମେଶ୍ୱର ସୃଷ୍ଟିକର୍ତ୍ତା, ଆମମାନଙ୍କୁ ଆପଣା ପ୍ରତିମୂର୍ତ୍ତିରେ ସୃଷ୍ଟି କରିଥିବା ସେ ସଦାପ୍ରଭୁ ପରମେଶ୍ୱରଙ୍କୁ ଆମେମାନେ କେତେ ନ୍ୟାୟ କରୁଛୁ ଆପଣମାନେ ଚିନ୍ତା କରନ୍ତୁ। ତୁମମାନଙ୍କର ବିଶ୍ୱାସ ପ୍ରମାଣେ ତୁମମାନଙ୍କୁ ସେ ଫଳ ପ୍ରଦାନ କରିବେ। ତୁମମାନେ ଯେଉଁ ପ୍ରକାର କର୍ମ କରିଛ ସେ ପ୍ରକାର କର୍ମ ତୁମମାନଙ୍କୁ ପ୍ରଭୁ କ'ଣ କରିବେ? ଦେବେ। ଏ ଜାଗାରେ ଲେଖା ହେଇଛି, ଅନ୍ୟାୟର ପ୍ରତିକାର କରିବା ପରମେଶ୍ୱର। ଅନ୍ୟାୟର ପ୍ରତିକାର କରିବା ପରମେଶ୍ୱର ହେଉଛନ୍ତି ଆମମାନଙ୍କର ପରମେଶ୍ୱର। ଏ ଜାଗାରେ ଆମେ ଦେଖୁଛୁ, ଗୋଟିଏ ନଗରରେ ଜଣେ ବିଚାରକର୍ତ୍ତା ଥିଲେ।
ହାଲେଲୁୟା। ପ୍ରଭୁ କ'ଣ କହିଲେ ମୂଳ ବାକ୍ୟରେ? ଆଉ କ୍ଳାନ୍ତ ନ ହୋଇ ସର୍ବଦା ପ୍ରାର୍ଥନା କରିବା ବିଷୟରେ ସେ ଏଇ ଦୃଷ୍ଟାନ୍ତ ଦେଲେ। କ୍ଳାନ୍ତ ନ ହୋଇ ବୋଲେ ବିଜାର ନ ହଉନୁ, ଆଲିହାଇ ଲାଗିଯାଉଛି, ଆଜି ମୁଁ ପ୍ରାର୍ଥନା କରିବା ବନ୍ଦ କରିବି, ଆଜି ମୁଁ ପ୍ରାର୍ଥନା ଯିବା ବନ୍ଦ କରିବି, ଆଜି ମୁଁ ପ୍ରଭୁଙ୍କର କାମ କରିବା ବନ୍ଦ କରିବି ବୋଲି କହିବା ଲୋକମାନଙ୍କୁ ପ୍ରଭୁ ଏଇ ଦୃଷ୍ଟାନ୍ତ ଦେଇ କହୁଛନ୍ତି। ଯଦି ଆପଣଙ୍କର ସରକାରୀ କାମ, ସରକାରୀ କର୍ମଚାରୀ ମାନେ ସରକାରଙ୍କର ଯେଉଁ କାର୍ଯ୍ୟକ୍ରମ, ଯେକୌଣସି ଭତ୍ତା ପଇସା ହେଉ, ଯେକୌଣସି ଚାକିରୀ କ୍ଷେତ୍ର ହେଉ, ଯେକୌଣସି ପେନସନ୍ ଆଉ ଯେକୌଣସି କାର୍ଡ଼, ଆଧାର କାର୍ଡ଼ ପରି ଅନେକ ସରକାର କାର୍ଯ୍ୟକ୍ରମ ଗୁଡ଼ାକ ଆପଣଙ୍କ ଠାରେ ଯଦି ହେବାର ଅଛି, ତାହେଲେ ଆପଣ କ'ଣ କରିବେ? ବାରମ୍ବାର କ'ଣ କରିବେ? ଆଉ ସରକାର ଅଫିସ ଚାରିଆଡ଼େ ବୁଲୁଥିବେ। ହେଲେ ସେଇ ସମୟରେ ପ୍ରଭୁ ଯୀଶୁ ଯେତେବେଳେ ଆଉ ଏ ପୃଥିବୀରେ ଜୀବନଯାପନ କରୁଥିଲେ, ସେଇ ସମୟରେ ଆଉ ଏଇ ବାକ୍ୟ ବାସ୍ତବରେ ଦୃଷ୍ଟାନ୍ତ ସ୍ୱରୂପ, ଏ ବାକ୍ୟ ବାସ୍ତବରେ ଦୃଷ୍ଟାନ୍ତ ସ୍ୱରୂପ, କିନ୍ତୁ ଏହା ଦୃଷ୍ଟାନ୍ତ ସ୍ୱରୂପେ ସେ ଆମମାନଙ୍କୁ ଶିକ୍ଷା ଦେଉଛନ୍ତି। ତଥାପି ଏଠି ଆମମାନଙ୍କୁ ଆତ୍ମିକ ବିଷୟ ଜଣାପଡ଼ୁଛି। ଆତ୍ମିକ ବିଷୟ ଅନେକ ଭରି ରହିଅଛି। ଆମେମାନେ ଜାଗ୍ରତ ହେବା ପାଇଁ ଅନେକ ବିଷୟ ଆମମାନଙ୍କୁ କାର୍ଯ୍ୟରେ ଲାଗିବ। ହାଲେଲୁୟା। ହେଲେ ଗୋଟିଏ ନଗରରେ ଜଣେ ବିଚାରକର୍ତ୍ତା ଥିଲେ। ସେ ଈଶ୍ୱରଙ୍କୁ ଭୟ କରୁନଥିଲେ କି ମନୁଷ୍ୟକୁ ମାନୁନଥିଲେ। ସେଇ ନଗରରେ ଜଣେ ବିଧବା ଥିଲା। ସେ ଥରକୁ ଥର ତାଙ୍କ ନିକଟକୁ ଯାଇ କହୁଥିଲା, ମୋହର ବିବାଦୀର ଅନ୍ୟାୟର ପ୍ରତିକାର କରନ୍ତୁ। ହାଲେଲୁୟା। ସେ ବିଧବା ସ୍ତ୍ରୀ ଆଉ ସେ ଜାଗତିକ ବିଚାରକର୍ତ୍ତାଙ୍କ ପାଖକୁ ଯାଇକି ଆଉ ସେ ସବୁବେଳେ ବିନତି କରୁଥିଲା। ସବୁବେଳେ ସେ କ'ଣ କରୁଥିଲା? ସେ ବିଧବା ସ୍ତ୍ରୀ ସବୁବେଳେ ଯାଇକି ଆଉ ମୋର ବିବାଦୀର ଅନ୍ୟାୟର ପ୍ରତିକାର କରନ୍ତୁ ବୋଲି କହୁଥିଲା। କ'ଣ ସେଇ ଅନ୍ୟାୟ ବୋଲି କହିଲେ? ମୋର ବିବାଦୀ ମୋର ସମସ୍ତ ବିଷୟ ନଷ୍ଟ କରିଅଛି। ମୁଁ ଜଣେ ବିଧବା ସ୍ତ୍ରୀ, ମୋ ପ୍ରତି ଅନ୍ୟାୟ ହୋଇଅଛି। ମୋ ପ୍ରତି କ'ଣ ଅଛି? ଅନ୍ୟାୟ ହୋଇଅଛି। ତେଣୁ ମୋର ଅନ୍ୟାୟର ପ୍ରତିକାର ଆପଣ କରନ୍ତୁ ବୋଲି ସେ ବିଚାରକର୍ତ୍ତା ପାଖକୁ ଏ ସ୍ତ୍ରୀ ଗଲା। ହାଲେଲୁୟା। ସେ ବିଚାରକର୍ତ୍ତା ପରମେଶ୍ୱରଙ୍କୁ ମଧ୍ୟ ଭୟ କରିବ ନାହିଁ, କୌଣସି ମନୁଷ୍ୟକୁ ଭୟ କରିବ ନାହିଁ। ସେ ଯାହା ବିଚାର କରିବେ ତାହା ହିଁ ତା ପ୍ରତି ଶେଷ ଅଟେ। ସେ ଯାହା ବିଚାର କରିବେ ସେ ବିଚାର ଅନୁସାରେ ଲୋକମାନେ ଚାଲିବାକୁ ପଡ଼ୁଥିଲା। ହାଲେଲୁୟା। ତ ଏଇ ବିଧବା ସ୍ତ୍ରୀ ତାଙ୍କ ପାଖକୁ ସବୁଦିନ ଯାଉଥିଲା। ହାଲେଲୁୟା। ତାଙ୍କର ଲୋକମାନେ, ତାଙ୍କର ବିବାଦୀୟମାନେ ଅନେକ କ୍ଷତି କରିଛନ୍ତି। ତାଙ୍କ ଘର ଦୁଆର, ତାଙ୍କର ପରିବାର ପ୍ରତି, ତାଙ୍କର ଜୀବନ ପ୍ରତି, ତାଙ୍କର ପ୍ରତ୍ୟେକ ବିଷୟ ପ୍ରତି କ'ଣ କଲେ? ଆଉ ଅନେକ ଅନ୍ୟାୟକାରୀମାନେ ତାଙ୍କର ନଷ୍ଟ କରିଥିଲେ ସେ ବିଧବା ସ୍ତ୍ରୀଙ୍କର। ତେଣୁ ସେ ଆଉ ବିଚାରକର୍ତ୍ତାଙ୍କ ନିକଟକୁ ବାରମ୍ବାର ଏ ବିଧବା ସ୍ତ୍ରୀ ଥରକୁ ଥର ଯାଇକି ତାଙ୍କୁ ବିନତି କରିବାରୁ ସେ ବିଚାରକର୍ତ୍ତା କ'ଣ ଭାବିଲା ବୋଲି କହିଲେ, ଆଉ ସେ କେତେ ସମୟ ପର୍ଯ୍ୟନ୍ତ ସମ୍ମତ ହେଇନଥିଲା। ବିଧବା ସ୍ତ୍ରୀ ଯେତେ ଥର ଗଲେ ମଧ୍ୟ ସେ ବିଧବାର କଥା ଶୁଣିଲା ନାହିଁ। ହାଲେଲୁୟା। ସେ ବିଧବାର କଥା ସେ ଶୁଣିଲା ନାହିଁ ଟୋଟାଲ। ତ ହେଲେ ମଧ୍ୟ ସେ ବିଧବା ସ୍ତ୍ରୀ ସେ ବିଚାରକର୍ତ୍ତାଙ୍କୁ ଆଉ ରାଗ ନ ଦଉନୁ ସେ ତାର ଗୁହାରିଟା ଜଣାଉଥିଲା। ତାର ଆବଶ୍ୟକ ଜିନିଷ ଯାହା ଦରକାର ସେ ବିଷୟରେ ସେ କ'ଣ କରୁଥିଲା? ସେ ବିଚାରକର୍ତ୍ତାଙ୍କୁ ଯେମିତି ହେଲେ ମଧ୍ୟ ବିଚାରକର୍ତ୍ତାଙ୍କ ନିକଟକୁ ମୋର ଅନ୍ୟାୟର ପ୍ରତିକାର ନିମନ୍ତେ ଆଉ ମୁଁ ବିଚାରକର୍ତ୍ତାଙ୍କ ନିକଟକୁ ଯିବାକୁ ପଡ଼ିବ ବୋଲି ସେ ସବୁଦିନ କ୍ଳାନ୍ତ ନ ହେଇକରି ସେ ଅଫିସ ଚାରିଆଡ଼େ ସବୁବେଳେ ଯିବାର। ହେଲେ ଥରେ, ଦୁଇଥର, ତିନିଥର ଏମିତି ଗୋଟେ କେତେ ଦିନ ପର୍ଯ୍ୟନ୍ତ ସେ ସମ୍ମତ ହେଲାନି। ସେ କେତେ ଦିନ ପର୍ଯ୍ୟନ୍ତ ସମ୍ମତ ହେଲା ନାହିଁ। ତାପରେ
ସେ କ'ଣ ଭାବିଲା ମନେ ମନେ ସେ କ'ଣ କହିଲା, ଯଦ୍ୟପି ମୁଁ ଈଶ୍ୱରଙ୍କୁ ଭୟ କରିବି ନାହିଁ କିମ୍ବା ମନୁଷ୍ୟକୁ ମାନିବି ନାହିଁ, ତଥାପି ଏଇ ବିଧବାଟା ମୋତେ କଷ୍ଟ ଦେଉଅଛି। ମୁଁ ତାହା ପ୍ରତି କୃତ ଅନ୍ୟାୟର ପ୍ରତିକାର କରିବି। ସେଥିରେ ପ୍ରଭୁ କହିଲେ, ଏଇ ଅଧାର୍ମିକ ବିଚାରକର୍ତ୍ତା କ'ଣ କହୁଅଛନ୍ତି ତାହା ଶୁଣ ବୋଲି କହିଲେ। ହାଲେଲୁୟା। ସେ କହୁଅଛନ୍ତି କ'ଣ ବୋଲି କହୁଅଛନ୍ତି ବୋଲି କହିଲେ, ଏ ସ୍ତ୍ରୀ ମୋତେ ବ୍ୟତିବ୍ୟସ୍ତ କରୁଅଛି। ଏ ସ୍ତ୍ରୀ ବାରମ୍ବାର ଆସୁଅଛି, ବାରମ୍ବାର ତାର ଦୁଃଖ କହୁଅଛି। ହେଲେ ଏବେ ଯଦି ଆର ଦୁଃଖକୁ ମୁଁ ଶୁଣିବି ନାହିଁ, ଏବେ ଯଦି ଆର ଅନ୍ୟାୟର ପ୍ରତିକାର କରିବି ନାହିଁ, ତାହେଲେ ଆଉ ସେ ସବୁବେଳେ ଏମିତି ଏକା ଆସିକିରି ମୋତେ କ'ଣ କରୁଥିବ, ବ୍ୟତିବ୍ୟସ୍ତ କରୁଥିବ। ତେଣୁ ଆର ଅନ୍ୟାୟ କ'ଣ ହେଲା ବୋଲି ସେ କ'ଣ କଲେ ନା, ସେ ଦୂତଙ୍କୁ ପଠାଇଲେ, ଦୂତମାନଙ୍କୁ ପଠାଇଲେ ବା ତାଙ୍କର ପିଅନମାନଙ୍କୁ ପଠାଇଲେ। ଆଉ ସେ ଲୋକଙ୍କୁ ଯେ ଅନ୍ୟାୟ କରିଛି ତାକୁ ଡକେଇକରି ସେ ବିଧବାର ଅନ୍ୟାୟର ପ୍ରତିକାର ସେ କ'ଣ ସେ ଅଧାର୍ମିକ ବିଚାରକର୍ତ୍ତା ତାର ଅନ୍ୟାୟର ପ୍ରତିକାର କରିବ। ହାଲେଲୁୟା। ସେ ତେବେ ଈଶ୍ୱରଙ୍କୁ ଯେଉଁ ମନୋନୀତ ଲୋକମାନେ ଦିବାରାତ୍ର ତାହାଙ୍କୁ ଡାକୁଥାନ୍ତି, ସେ କି ସେମାନଙ୍କ ପ୍ରତି କୃତ ଅନ୍ୟାୟର ପ୍ରତିକାର କରିବେ ନାହିଁ? ତଥାପି ସେ ସେମାନଙ୍କ ଶତ୍ରୁମାନଙ୍କ ପ୍ରତି ଦୀର୍ଘ ସହିଷ୍ଣୁ ଅଟନ୍ତି। ହାଲେଲୁୟା। ତଥାପି ଏବେ ଏ ଜାଗାରେ ଲେଖା ହେଇଛି, ଯେଉଁ ଈଶ୍ୱରଙ୍କର ଯେଉଁ ମନୋନୀତ ଲୋକମାନେ, ଈଶ୍ୱରଙ୍କର ମନୋନୀତ ଲୋକ ବୋଲି କହିଲେ କିଏ? ଈଶ୍ୱରଙ୍କର ମନୋନୀତ ଲୋକମାନେ ହେଉଛନ୍ତି ମଣ୍ଡଳୀ। ଈଶ୍ୱରଙ୍କର ମନୋନୀତ ଲୋକ ହେଉଛନ୍ତି ମଣ୍ଡଳୀ। ସେ ଦିବାରାତ୍ର ସବୁବେଳେ କ'ଣ କରୁଛନ୍ତି ବୋଲି କହିଲେ, ତାଙ୍କ ପ୍ରତି ଅନ୍ୟାୟର ପ୍ରତିକାର କରିବା ନିମନ୍ତେ ପରମେଶ୍ୱରଙ୍କ ନିକଟରେ ସେମାନେ ଡାକୁଅଛନ୍ତି। ଦିବାରାତ୍ର ତାହାଙ୍କ ନିକଟରେ ତାହାଙ୍କଠାରେ ଡାକୁଥାନ୍ତି, ସେ କି ସେମାନଙ୍କ ପ୍ରତି କୃତ ଅନ୍ୟାୟର ପ୍ରତିକାର କରିବେ ନାହିଁ। ହାଲେଲୁୟା। ନିଶ୍ଚିତ ଭାବରେ ମୋର ପ୍ରିୟ ଲୋକମାନେ, ଆପଣଙ୍କ ପରିବାରରେ କୌଣସି କ୍ଷତି ଅଛି କି? ଆପଣ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନିମନ୍ତେ କିଛିଟା ହରାଇଛନ୍ତି କି? ଆପଣମାନେ ଆଉ ଏ ପୃଥିବୀରେ ସମସ୍ତ ବିଷୟ ହରାଇକରି ଆପଣ ଶୂନ୍ୟ ହସ୍ତରେ ବସି ଅଛନ୍ତି କି? ପ୍ରଭୁଙ୍କର ସେ ଶକ୍ତିକୁ, ପ୍ରଭୁଙ୍କର କାର୍ଯ୍ୟକୁ, ପ୍ରଭୁଙ୍କର ଆଶ୍ଚର୍ଯ୍ୟ କ୍ରିୟାକୁ ଟିକେ ମନେ ପକାନ୍ତୁ। ହାଲେଲୁୟା। ଆଜି ଆପଣଙ୍କୁ ଲୋକମାନେ ପଚାରୁନାହାନ୍ତି। ସେ ଅନ୍ୟାୟ ବିଚାରକର୍ତ୍ତା ଯେ ପ୍ରକାର ସେ ବାରମ୍ବାର କହିଲେ ମଧ୍ୟ, ବାରମ୍ବାର ପ୍ରାର୍ଥନା କଲେ ମଧ୍ୟ, ବାରମ୍ବାର ତାର କଷ୍ଟ କହିଲେ ମଧ୍ୟ ସେ ଶୁଣୁନଥିଲା। ସେପରି ଆଉ ଆପଣମାନଙ୍କର ପ୍ରାର୍ଥନା ଶୁଣାଯାଉ ନାହିଁ କି? ଆପଣମାନଙ୍କର ଅନ୍ୟାୟର ପ୍ରତିକାର ହେଉନାହିଁ କି? ବାସ୍ତବରେ ପରମେଶ୍ୱରଙ୍କୁ ଆମେମାନେ ଅନ୍ୟାୟ କରୁଅଛୁ। ହାଲେଲୁୟା। ଆପଣମାନଙ୍କର ଅନ୍ୟାୟ କ'ଣ ହୋଇଅଛି? ଆପଣମାନଙ୍କୁ ପ୍ରଭୁ ଯୀଶୁ ମନୋନୀତ କରିଅଛନ୍ତି। ହାଲେଲୁୟା। এই ଜଗତର ଶୈତାନ ତୁମମାନଙ୍କୁ ଅନ୍ୟାୟ କରୁଅଛି। এই ଜଗତର ଅଧିପତି ତୁମମାନଙ୍କୁ ଅନ୍ୟାୟ କରୁଅଛି। এই ଜଗତର ଧନଲୋଭ ତୁମକୁ ଅନ୍ୟାୟ କରୁଅଛି। এই ଜଗତର ସମ୍ପର୍କୀୟ ଲୋକମାନେ ତୁମକୁ ଅନ୍ୟାୟ କରୁଅଛନ୍ତି। ଯେଉଁମାନଙ୍କୁ ତୁମେ ବିଶ୍ୱାସ କରୁଛ ସେମାନେ ତୁମକୁ ଅନ୍ୟାୟ କରୁଅଛନ୍ତି। ମାତ୍ର ପ୍ରଭୁ ତୁମକୁ କୌଣସି ଅନ୍ୟାୟ କରିନାହାନ୍ତି। ହାଲେଲୁୟା। ମୋର ପ୍ରିୟ ଲୋକମାନେ, ଏ ଜାଗାରେ ଲେଖା ହେଇଛି, ଈଶ୍ୱରଙ୍କ ଯେଉଁ ମନୋନୀତ ଲୋକମାନେ ଦିବାରାତ୍ର ତାହାଙ୍କୁ ଡାକନ୍ତି, ସେ କି ସେମାନଙ୍କ ପ୍ରତି କୃତ ଅନ୍ୟାୟର ପ୍ରତିକାର କରିବେ ନାହିଁ। ନିଶ୍ଚିତ ଭାବରେ ଆଉ ସେମାନଙ୍କର କୃତ ଅନ୍ୟାୟର ପ୍ରତିକାର ସେମାନେ କରିବେ, ପ୍ରଭୁ କରିବେ। କାରଣ ଏଇଥିପାଇଁ ଯେ ପ୍ରଭୁ ତାଙ୍କର ଅନ୍ୟାୟର ପ୍ରତିକାର କରିବେ। ସେମାନେ ଦିବାରାତ୍ର ପ୍ରଭୁଙ୍କୁ ଧନ୍ୟବାଦ ଦେଇକରି, ଦିବାରାତ୍ର ପ୍ରଭୁଙ୍କଠାରେ ଭରସା ରଖି ଶୈତାନର ପ୍ରତିକୂଳରେ ସେମାନେ ଯୁଦ୍ଧ କରୁଅଛନ୍ତି। ପ୍ରେଜ୍ ଦ ଲର୍ଡ। ଶୈତାନର ପ୍ରତିକୂଳରେ ତାହାଙ୍କର ମନୋନୀତ ଲୋକମାନେ ଯୁଦ୍ଧ କରୁଅଛନ୍ତି। ମୋର ପ୍ରିୟ ଲୋକମାନେ, ଯେତେବେଳେ ପ୍ରଭୁ ଯୀଶୁ ପ୍ରଭୁ ଯୀଶୁ ମଧ୍ୟ ଆକାଶକୁ ଆସି ତାଙ୍କର ସତୀକନ୍ୟାଙ୍କୁ ବା ରିବିକା ସଦୃଶ ମଣ୍ଡଳୀକୁ ଆଉ କ'ଣ କରିବେ, ତାଙ୍କର ସ୍ୱର୍ଗ ରାଜ୍ୟକୁ, ତାଙ୍କ ପିତାଙ୍କ ଗୃହକୁ ନେବାକୁ ଆସିବେ। ସେହି ସମୟରେ
ଆପଣମାନେ ସମସ୍ତେ ନ୍ୟାୟ ପ୍ରାପ୍ତ ହେବେ। ହାଲେଲୁୟା। ଆପଣମାନେ ସମସ୍ତେ ନ୍ୟାୟ ପ୍ରାପ୍ତ ହେବେ, ଯେହେତୁ ପରମେଶ୍ୱର ତାଙ୍କର ମନୋନୀତ ଲୋକମାନଙ୍କୁ ନେବା ପାଇଁ ମଧ୍ୟ ଆକାଶକୁ ଆସୁଅଛନ୍ତି। ପ୍ରେଜ୍ ଦ ଲର୍ଡ। କ୍ଷେତକୁ ଆସି ଗାଁ ବାହାରେ, ଗ୍ରାମ ବାହାରେ କ୍ଷେତକୁ ଆସିକିରି ରିବିକାଙ୍କୁ ଯେ ପ୍ରକାର ଗ୍ରହଣ କଲେ, ପ୍ରଭୁ ଯୀଶୁ ମଧ୍ୟ ଆକାଶକୁ ଆସିକି ଆଉ ଏ ମନୋନୀତ ଲୋକମାନଙ୍କୁ କ'ଣ କରିବେ? ଗ୍ରହଣ କରିବେ। ହାଲେଲୁୟା। ସେହି ସମୟରେ ତୁମମାନଙ୍କର ଅନ୍ୟାୟର ପ୍ରତିକାର ହେଇପାରିବ, କାରଣ ପ୍ରଭୁ ଯୀଶୁ ତୁମମାନଙ୍କୁ ଗ୍ରହଣ କରିବାକୁ ଯାଉଅଛନ୍ତି। ପ୍ରେଜ୍ ଦ ଲର୍ଡ। ଯେହେତୁ ଏଇ ଜଗତର ଅଧିପତି, ଏ ଜଗତର ଏଇ ମନ୍ଦ ଜଗତରେ ଥିବା ଅଦୃଶ୍ୟ ଶକ୍ତି ଗୁଡ଼ାକ, ଶୈତାନର କାର୍ଯ୍ୟକଳାପ, ଶୈତାନର ବିଭିନ୍ନ ପ୍ରକାର ଦୁଃଖ ତୁମମାନଙ୍କ ଜୀବନରେ ବର୍ତ୍ତମାନ ଆସୁଥାଇପାରେ। এই ଜଗତରେ ତୁମମାନଙ୍କୁ এই ଶୈତାନ କ'ଣ କରୁଛି ବୋଲି କହିଲେ, ଅନ୍ୟାୟ କରୁଛି। ଆମମାନଙ୍କୁ ପ୍ରଭୁଙ୍କ ନିକଟକୁ ଯିବାକୁ ଦେଉନି, ଆମମାନଙ୍କୁ ପ୍ରାର୍ଥନା କରିବାକୁ ଦେଉନି, ଆମମାନଙ୍କୁ ପ୍ରଭୁଙ୍କର ଜ୍ଞାନ ଶିଖିବାକୁ ଦେଉନି, ଆମମାନେ ପ୍ରଭୁଙ୍କ ଠାରେ ପ୍ରାର୍ଥନା କରିବାକୁ ଦେଉନି। କାରଣ ଆମେ ଯଦି ପ୍ରାର୍ଥନା କରିଦେବା, ଆମେ ଯଦି ପ୍ରଭୁଙ୍କ ଠାରେ ବିନତି କରିବା, ସେ ଆମମାନଙ୍କୁ ନ୍ୟାୟ କରିଦେବେ। ଆମମାନଙ୍କୁ ଯଦି ନ୍ୟାୟ କରିଦେବେ, ତାହେଲେ ଶୈତାନ ଅନ୍ୟାୟ ହୋଇଯିବ। ହାଲେଲୁୟା। ଶୈତାନ ହାରିଯିବ, ଶୈତାନକୁ ଦଣ୍ଡ ଦେବେ ପ୍ରଭୁ। ହାଲେଲୁୟା। ତେଣୁକରି ସେ କ'ଣ କରୁଛି? ବାରମ୍ବାର ଆମମାନଙ୍କର ପ୍ରାର୍ଥନାକୁ, ଆମମାନଙ୍କର ଆତ୍ମିକ ଜୀବନକୁ, ଆମମାନଙ୍କର ମାଣ୍ଡଳିକ ଜୀବନକୁ ସେ ନଷ୍ଟ କରିବାକୁ ଦେଖୁଛି। ତେଣୁ ଆମମାନଙ୍କର ଅନ୍ୟାୟର ପ୍ରତିକାର ପ୍ରଭୁ ଯୀଶୁ ତାଙ୍କର ଦ୍ୱିତୀୟ ଆଗମନରେ ସଫଳ କରିବେ। ହାଲେଲୁୟା। ଆମମାନଙ୍କୁ ଏ ମନ୍ଦ ଜଗତରୁ ତାହାଙ୍କର ରାଜ୍ୟକୁ ସ୍ଥାନାନ୍ତର କରିବା ଦ୍ୱାରା ଆମମାନଙ୍କୁ ଏଇ ମାୟା ଜଗତରୁ, ଏଇ ଅନ୍ଧକାର ଶକ୍ତିମାନଙ୍କ ଠାରୁ, ଏଇ ଅନ୍ଧକାର ଅଧିପତି ମାନଙ୍କ ଠାରୁ, ଆଉ ବିଶେଷ କରି এই ଶୈତାନ ଠାରୁ ଆମମାନଙ୍କୁ କ'ଣ କରିବେ? ପ୍ରଭୁ ରକ୍ଷା କରିବେ। ହାଲେଲୁୟା। ଏ ଜଗତର ଧନ ଲୋଭ, ଏ ଜଗତର ରଙ୍ଗରସ, ଏ ଜଗତର ପ୍ରତ୍ୟେକ କାମାଭିଳାଷ, ଏ ଜଗତର ପ୍ରତ୍ୟେକ କୁଅଭିଳାଷ, କୁକଳ୍ପନା, କୁଚିନ୍ତା ଠାରୁ ଆମମାନଙ୍କୁ ରକ୍ଷା କରି ଆମମାନଙ୍କୁ ଅନନ୍ତ ରାଜ୍ୟରେ, ନିତ୍ୟସ୍ଥାୟୀ ରାଜ୍ୟରେ ପ୍ରଭୁ ଆମମାନଙ୍କୁ ତାଙ୍କ ନ୍ୟାୟ ସିଂହାସନରେ ବସାଇବା ପାଇଁ ପ୍ରଭୁ ଆମମାନଙ୍କୁ ମନୋନୀତ କରିଅଛନ୍ତି। ହାଲେଲୁୟା। ତାଙ୍କର ନ୍ୟାୟ ସିଂହାସନ ହେଉଛି ବଧୂକନ୍ୟାଙ୍କର ସ୍ଥାନ। ହାଲେଲୁୟା। ବଧୂକନ୍ୟା ବରଙ୍କ ପାଖରେ ବସିବେ, ବରଙ୍କ ସହିତ ରହିବେ, ବରଙ୍କ ସହିତ ଜୀବନଯାପନ କରିବେ, ବରଙ୍କ ସହିତ ଆମମାନଙ୍କର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସହିତ ବଧୂକନ୍ୟା ନୂତନ ପ୍ରଜାମାନଙ୍କୁ ଜନ୍ମ ଦେବେ। ହାଲେଲୁୟା। ଏହି ସମସ୍ତ ବିଷୟ ଆମେମାନେ ଆସନ୍ତା ଦିନମାନଙ୍କର ଦେଖିବା। ବିଶେଷ କରି ମୋର କହିବାର ଭାବ ଏଇ ଥିଲା, ଆମେମାନେ ପରମେଶ୍ୱରଙ୍କ ନିକଟରେ ଆମମାନଙ୍କର ଅନ୍ୟାୟର ପ୍ରତିକାର ନିମନ୍ତେ ପ୍ରାର୍ଥନା କରୁଅଛୁ। ଆମେମାନେ ହେଉଛୁ ପରମେଶ୍ୱରଙ୍କର ମନୋନୀତ ଲୋକମାନେ, ଆମେମାନେ ହେଉଛୁ ପରମେଶ୍ୱରଙ୍କର ସେଇ ଅନନ୍ତ ରାଜ୍ୟର ଲୋକମାନେ। ଆମମାନଙ୍କୁ ପରମେଶ୍ୱର ତାହାଙ୍କ ରାଜ୍ୟକୁ ଯେତେବେଳେ ସ୍ଥାନାନ୍ତରିତ କରିବେ, ଏ ମନ୍ଦ ଜଗତରୁ ଆମମାନଙ୍କୁ ଉଦ୍ଧାର କରିବେ, ଏ ମାୟା ଜଗତରୁ ଆମମାନଙ୍କୁ ଉଦ୍ଧାର କରିବେ, ସେତେବେଳେ ଆମମାନଙ୍କର ଅନ୍ୟାୟର ପ୍ରତିକାର ହେବ। ହାଲେଲୁୟା। ଆମମାନଙ୍କୁ ଶୈତାନ ଜଞ୍ଜାଳରୁ ମୁକ୍ତ କରି ତାହାଙ୍କ ରାଜ୍ୟକୁ ସ୍ଥାନାନ୍ତର କରିବାକୁ ପ୍ରଭୁ ଆସୁଅଛନ୍ତି। ହେଲେ ଏ ଜାଗାରେ ଲେଖା ହେଇଛି, ଲୁକଲିଖିତ ସୁସମାଚାର 18:6 ଲେଖା ହେଇଛି, ସେଥିରେ ପ୍ରଭୁ କହିଲେ, ଏଇ ଅଧାର୍ମିକ ବିଚାରକର୍ତ୍ତା କ'ଣ କହୁଅଛନ୍ତି ତାହା ଶୁଣ। ସେ କହୁଅଛି, ଏ ବିଧବାର ଅନ୍ୟାୟର ପ୍ରତିକାର ମୁଁ କରିବି। ହାଲେଲୁୟା। ଅନ୍ୟାୟର ପ୍ରତିକାର କରିବି, ନହେଲେ ସେ ମୋତେ ସବୁବେଳେ କଷ୍ଟ ଦେଉଥିବ। ହେଲେ ତେବେ 7 ଲେଖା ହେଇଛି, ତେବେ ଈଶ୍ୱରଙ୍କ ଯେଉଁ ମନୋନୀତ ଲୋକମାନେ ଦିବାରାତ୍ର ତାହାଙ୍କୁ ଡାକୁଥାନ୍ତି, ସେ କି ସେମାନଙ୍କ ପ୍ରତି କୃତ ଅନ୍ୟାୟର ପ୍ରତିକାର କରିବେ ନାହିଁ? ହାଲେଲୁୟା। ନିଶ୍ଚିତ ଭାବରେ ସେ କରିବେ। ହେଲେ ମୁଁ ତୁମମାନଙ୍କୁ କହୁଅଛି, ସେ ଶୀଘ୍ର ସେମାନଙ୍କ ପ୍ରତି କୃତ ଅନ୍ୟାୟର ପ୍ରତିକାର କରିବେ। ତଥାପି ମନୁଷ୍ୟପୁତ୍ର ଆସି ପୃଥିବୀରେ କ'ଣ ବିଶ୍ୱାସ ଦେଖିବେ? ହାଲେଲୁୟା। ମନୁଷ୍ୟପୁତ୍ର ଆସି ପୃଥିବୀରେ କ'ଣ ବିଶ୍ୱାସ ଦେଖିବେ? ହାଲେଲୁୟା। ତୁମମାନଙ୍କର ବିଶ୍ୱାସ କ'ଣ? ତୁମମାନଙ୍କ ଭରସା କ'ଣ? ତୁମେ ପରମେଶ୍ୱରଙ୍କ ନିକଟରେ ଗୃହୀତ ହେବ କି ନାହିଁ?
ତୁମମାନଙ୍କର ବିଶ୍ୱାସ ଉପରେ ଆଧାରିତ, ତୁମମାନଙ୍କର ଭରସା ଉପରେ ଆଧାରିତ। ତୁମମାନଙ୍କର ଅନ୍ୟାୟର ପ୍ରତିକାର ସେ ଯେତେବେଳେ କରିବେ ସେତେବେଳେ ତୁମମାନଙ୍କର ବିଶ୍ୱାସ ଦେଖିବେ। ପ୍ରେଜ୍ ଦ ଲର୍ଡ। ତୁମମାନଙ୍କର ଭରସା ଦେଖିବେ, ତୁମ ପ୍ରଭୁ ଭୟ ତୁମଠାରେ ଦେଖିବେ। ତୁମେ କେତେ ପ୍ରଭୁଙ୍କୁ ପ୍ରେମ କରୁଛ, ତୁମେ କେତେ ପ୍ରଭୁଙ୍କଠାରେ ଭରସା ରଖିଅଛ, ତୁମେ କେତେ ପ୍ରଭୁଙ୍କର ଆଜ୍ଞା ମାନିକି ଚଲୁଅଛ, ତୁମେ କେତେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଅଛ, ତୁମେ କେତେ ପ୍ରଭୁଙ୍କୁ ଗୌରବ ଦେଉଅଛ, ସେ ବିଷୟ ଦେଖିବେ। ହାଲେଲୁୟା। ତେଣୁ ଆଜିର ବାକ୍ୟ ଆପଣମାନଙ୍କ ଜୀବନରେ କାର୍ଯ୍ୟକାରୀ ହେଲା ବୋଲି ମୁଁ ଆଶା କରୁଅଛି। ମୋର ପ୍ରିୟ ଲୋକମାନେ, ଆଗାମୀ ଦିନରେ ଆପଣମାନେ ଧ୍ୟାନପୂର୍ବକ ସବୁବେଳେ ଆମ ସିୟନ ମଣ୍ଡଳୀର ବାକ୍ୟ ଶୁଣନ୍ତୁ। ଯେହେତୁ ଆପଣମାନଙ୍କ ନିମନ୍ତେ ଆମେମାନେ ପ୍ରାର୍ଥନା ପୂର୍ବକ ବାକ୍ୟ ଧରିକି ଆସୁଅଛୁ, ଆପଣମାନେ ଆମମାନଙ୍କର ବାକ୍ୟ ଶୁଣନ୍ତୁ। ଆମମାନେ ଯେଉଁ ବାକ୍ୟ ଦେଉଅଛୁ ସେ ବାକ୍ୟ ଆପଣମାନଙ୍କୁ ବିନା ମୂଲ୍ୟରେ ଦେଉଅଛୁ। ଯେହେତୁ ପ୍ରଭୁ ଆମମାନଙ୍କୁ ବିନା ମୂଲ୍ୟରେ ଦେଇଅଛନ୍ତି, ଯେଉଁ ଦାୟିତ୍ୱ ଆମମାନଙ୍କୁ ଦେଇଅଛନ୍ତି ସେଇ ଦାୟିତ୍ୱରେ ଆମମାନେ କାମ କରୁଅଛୁ। ଲୋକ ଦେଖାଇବା ପାଇଁ ନୁହେଁ ମୋର ପ୍ରିୟ ଲୋକମାନେ, ଲୋକମାନେ ଦେଖିବେ ଏବଂ ଶୁଣିବେ, ଆତ୍ମିକତାରେ ବଢ଼ିବେ, ଏଇ ଆଶାରେ ଆମମାନେ କରୁଅଛୁ। ପ୍ରଭୁଙ୍କ କାର୍ଯ୍ୟ କରୁଅଛୁ, ପ୍ରଭୁଙ୍କର ସେବା କରୁଅଛୁ। ଆମେ ଜଗତ ଲୋକମାନଙ୍କୁ ଦେଖାଇବାକୁ କରୁନାହୁଁ, ମାତ୍ର ପ୍ରଭୁ ଆମମାନଙ୍କୁ ଯେଉଁ ଦାୟିତ୍ୱ ଦେଇଅଛନ୍ତି ସେଇ ଦାୟିତ୍ୱ ନିଭାଇବା ପାଇଁ ଆମେମାନେ ତୁମମାନଙ୍କ ନିକଟକୁ ସବୁବେଳେ ଆସୁଅଛୁ। ମୋର ପ୍ରିୟ ଲୋକମାନେ, ଆଜିର ବାକ୍ୟ ଅନୁସାରେ ଆମେ ଜୀବନଯାପନ କରିବା। ପ୍ରଭୁ ଆମ ସମସ୍ତଙ୍କୁ ପଠିତ ବାକ୍ୟ ଦେଇ ଆଶୀର୍ବାଦ କରନ୍ତୁ। ପ୍ରାର୍ଥନା କରିବା। ସର୍ବଶକ୍ତିମାନ ଜୀବନ୍ତକାରୀ ସଦା ପ୍ରଭୁ ଆଶ୍ଚର୍ଯ୍ୟ ପରାକ୍ରାନ୍ତ ପରମେଶ୍ୱର, ଆଜିର ବାକ୍ୟ ଯେ ପ୍ରକାର ପରମେଶ୍ୱର ତୁମ ନିକଟରେ ପରମେଶ୍ୱର ଗୃହୀତ ହେବ। ପ୍ରଭୁ ଆଜିର ବାକ୍ୟ ଯେ ପ୍ରକାର ପ୍ରଭୁ ତୁମ ନିକଟରେ ପରମେଶ୍ୱର ପରମେଶ୍ୱର ସୁଗ୍ରାହ ବୋଲି ସ୍ୱରୂପ ପରମେଶ୍ୱର ପରମେଶ୍ୱର ଆମେ ଯେ ପ୍ରକାର ପରମେଶ୍ୱର ତୁମ ନିକଟରେ ପରମେଶ୍ୱର ସଦାସର୍ବଦା ଅଳି କରିପାରିବୁ, ସଦାସର୍ବଦା ପ୍ରାର୍ଥନା କରିପାରିବୁ। ତୁମ ନିକଟରେ ପ୍ରଭୁ ଆଶୀର୍ବାଦ ପ୍ରାପ୍ତ ହେବୁ। ତୁମ ନିକଟରେ ପ୍ରଭୁ ଆମମାନଙ୍କର ଅନ୍ୟାୟର ପ୍ରତିକାର ହୋଇପାରିବ। ସେଥିପାଇଁ ସାହାଯ୍ୟ କର ପ୍ରଭୁ। ଆମମାନଙ୍କୁ ତୁମ ପବିତ୍ର ବାକ୍ୟରେ କଡ଼େଇ ନିଅ ବୋଲି ପ୍ରାର୍ଥନା କରୁଛୁ ପ୍ରଭୁ। ତୁମ ପବିତ୍ର ବାକ୍ୟରେ ପ୍ରଭୁ ଆମମାନଙ୍କୁ ସଦାସର୍ବଦା ପ୍ରଭୁ ଆଶୀର୍ବାଦ କର। ଆମେ ଯେ ପ୍ରକାର ପରମେଶ୍ୱର ତୁମ ଏ ଶେଷ ଦିନମାନଙ୍କରେ ତୁମ ପବିତ୍ର ବାକ୍ୟ ନେଇ ବଞ୍ଚିବୁ, ସେଥିପାଇଁ ସାହାଯ୍ୟ କର। ମହିମା ଗୌରବ ପ୍ରଶଂସା ପର୍ଯ୍ୟନ୍ତ ତୁମକୁ ଦେଇ ଯୀଶୁଙ୍କ ନାମରେ ପ୍ରାର୍ଥନା କଲି ପ୍ରଭୁ, ଆମେନ୍। ପ୍ରେଜ୍ ଦ ଲର୍ଡ।